କ'ଣ ପୁଣି ଥରେ ବାବା ସାରଥୀ କମ୍ବ୍ୟାକ୍ କରିବାରେ ଲାଗିଛନ୍ତି କି? ଏକଥା ମୁଁ କହୁନି, ଭାଇରାଲ୍ ହେଇଥିବା ଫୁଟେଜ୍ କହୁଛି। ଥରେ ଆପଣମାନେ ଏ ଭାଇରାଲ୍ ଭିଡ଼ିଓକୁ ଦେଖନ୍ତୁ। ଗୋଟେ ହିମାଳୟ ଉପରେ ବାବା ସାରଥୀ ବସିଛନ୍ତି ଆଉ ସେଥିରେ ତପସ୍ୟା କରୁଛନ୍ତି। ଆଉ ପ୍ରତ୍ୟେକ ଏଙ୍ଗେଲରେ ଭିଡ଼ିଓ ସୁଟ୍ ଚାଲିଛି। ହେଲେ ବାବା ସାରଥୀ ଜେଲରୁ ବାହାରିଲା ପରେ କୌଣସି ଜାଗାରେ ବି ତାଙ୍କୁ ଦେଖିବାକୁ ମିଳିନଥିଲା। ହଠାତ୍ କରି 2026ରେ ଆଜି ଦେଖିବାକୁ ମିଳିଛି। ଏହାକୁ ଦେଖି ଲୋକମାନେ କମେଣ୍ଟରେ କହୁଛନ୍ତି ଯେ ବାବା ସାରଥୀ କମ୍ବ୍ୟାକ୍ କରିବାରେ ଲାଗିଛନ୍ତି। କ'ଣ ଆପଣଙ୍କୁ ସତରେ ମାନ୍ୟବର ସେ ଡାଇଲଗ୍ ଶୁଣିବାକୁ ମିଳିବ? ଆପଣମାନେ ତ ଜାଣିଥିବେ ଯେ ସେ କେଉଁ କାରଣ ଯୋଗୁଁ ଜେଲ୍ ଯାଇଥିଲେ। ଏ ଭିଡ଼ିଓକୁ ଯିଏ ଦେଖୁଛନ୍ତି ସେ ଭିତରୁ କେହି ତ ତାଙ୍କ ଭକ୍ତ ବି ଥିଲେ। ହେଲେ ମୁଁ କହି ରଖୁଛି, ଏ ଭିଡ଼ିଓଟି ପ୍ରକୃତ ସତ୍ୟ ହେବାର ବହୁତ କମ୍ ଚାନ୍ସ। କିଛି ଲୋକ ଭ୍ୟୁ ପାଇବା ପାଇଁ ଡିପ୍ ଫେକ୍ ଏଆଇକୁ ୟୁଜ୍ କରିକି ସେମାନେ ଭିଡ଼ିଓକୁ ତିଆରି କରିଥାନ୍ତି। ହେଲେ ମୋ ମତ ଅନୁସାରେ এই ଭିଡ଼ିଓଟି ଏଆଇରେ କରାଯାଇନାହିଁ। ହେଲେ କିଛି ଲୋକ କହୁଛନ୍ତି ଯେ ଏ ଭିଡ଼ିଓଟି ଏଆଇରେ ତିଆରି କରାଯାଇଛି। ଆପଣଙ୍କୁ କ'ଣ ଲାଗୁଛି? ଏ ଭିଡ଼ିଓଟି ଏଆଇରେ ତିଆରି କରାଯାଇଛି ନା ଏସବୁ ସତ୍ୟ? ଯଦି ଏହା ସତ୍ୟ ହେଲେ ପୁଣି ଥରେ କ'ଣ ବାବା ସାରଥୀ ପ୍ରବଚନ ଦେବେ ଆଉ ଲୋକମାନେ ତାଙ୍କୁ ଗ୍ରହଣ କରିବେ? ଇଏ ହେଉଛି ପ୍ରଶ୍ନ। ମୋତେ ଲାଗୁନି ଏବେ ବି ସାରଥୀ ବାବାକୁ ଲୋକେ ବିଶ୍ୱାସ କରିବେ ଆଉ ଭରସା କରିବେ। ହେଲେ କିଛି ଜାଗାରେ ଏବେ ବି ତାଙ୍କ କୀର୍ତ୍ତନ ଚାଲିଛି ଆଉ ତାଙ୍କୁ କିଛି ଲୋକ ତ ଭକ୍ତି ବି କରୁଛନ୍ତି। ଆପଣଙ୍କ ମତ କ'ଣ? ହେଲେ ଗୋଟେ କଥା, ମୁଁ କୌଣସି ଜାଗାରେ ଦେଖିନି ଯେ ବାବା ସାରଥୀ କୌଣସି ଜାଗାରେ ଭଲ କାମ କରିଥିବାର ଆଉ ସମାଜ ସେବା କରିଥିବାର। ମୁଁ ତାକୁ ହିଁ ବିଶ୍ୱାସ କରେ। ଭିଡ଼ିଓ ଯଦି ପସନ୍ଦ ଆସିଛି ନା ହେଲେ ଏ ଭିଡ଼ିଓଟି ଦେଖି ଆପଣଙ୍କ ମତାମତ ନିହାତି ଜଣାଇବେ। ତାହେଲେ ତ ଜାଣିବି ଆଜି କେତେ ତାଙ୍କ ଭକ୍ତ ଅଛନ୍ତି ଆଉ କେତେ ନାହାନ୍ତି।